ନୌକା ତୀରରେ ଲାଗିଗଲେ ଯଦି ଆମେ ଭାବିବା ଆମେ ପାର ହେଇଗଲେ ନଦୀ, ସେଟା ଭୁଲ। କାରଣ ପବନ ଆସିଲେ ପୁଣି ଡଙ୍ଗା ବିପଦରେ ଆସିଯାଏ। ସେମିତି କୃତାର୍ଥ ବ୍ୟକ୍ତି ଯଦି କୌତୂହଳରେ ଇନ୍ଦ୍ରିୟର ଲାଳନ ପାଳନ କରିବ ସେ, ତାହେଲେ ଜାଣିମ ଯେ ତାକୁ ସଂସାରର ଦୁଃଖ ଆକ୍ରମଣ କରିଛି। ଅତଏବ ହେ ଧନଞ୍ଜୟ, ଇନ୍ଦ୍ରିୟ ଗୁଡ଼ିକ ଯଦି ଆପେ ଆପେ ବଶୀଭୂତ ହୋଇଯାଆନ୍ତି, ତାହେଲେ ତାଠୁ ଭଳି ସଫଳତା କିଛି ନାହିଁ। କୁର୍ମ କଇଁଚ ଯେପରି ଅଙ୍ଗ ପ୍ରତ୍ୟଙ୍ଗ ଗୁଡ଼ିକୁ ଆପେ ଆପେ ପ୍ରସାରିତ କରି ପୁଣି ଇଚ୍ଛା ମତେ ସଂକୁଚିତ କରିଦିଏ, ସେହିଭଳି ଇନ୍ଦ୍ରିୟ ଯାହାର ବଶ, ଯାହାର ଆଜ୍ଞା ମାନିନିଏ, ତାହାର ପ୍ରଜ୍ଞା ସ୍ଥିତି ଲାଭ କରିଛି ବୋଲି ବୁଝିବ। ତେବେ ହେ ଅର୍ଜୁନ, ଜ୍ଞାନୀର ଆଉ ଗୋଟିଏ ଗୂଢ଼ ଲକ୍ଷଣ କହୁଛି, ମନ ଦେଇ ଶୁଣ। ଜାନିସା ସର୍ବଭୂତାନାଂ ତସ୍ୟାଂ ଜାଗତି ସଂଯମୀ। ଯେତେବେଳେ ବିଷୟ ପ୍ରତି ଅନ୍ୟମାନେ ଅଜ୍ଞାନରେ ଥିଲାବେଳେ ଯିଏ ଜ୍ଞାନରେ ଥାଏ, ଅନ୍ୟମାନେ କିଛି ଜାଣୁନଥିଲା ବେଳେ ଯିଏ ସବୁ ଜାଣିପାରେ, ଅନ୍ୟମାନେ ବିଷୟ ପ୍ରତି ଜାଗ୍ରତ ଥିଲାବେଳେ ଯିଏ ନିଦ୍ରିତ ଥାଏ, ସେହି ମୁନି ଋଷିମାନେ ହେଉଛନ୍ତି ସର୍ବଶ୍ରେଷ୍ଠ। ସେମାନେ ସମସ୍ତ ପ୍ରକାର ଉପାଧିରୁ ମୁକ୍ତ ଓ ପ୍ରକୃତ ସ୍ଥିତପ୍ରଜ୍ଞ। ସେମାନେ ଗମ୍ଭୀର, ସେମାନେ ମୁନିଶ୍ଚର। ଦିନବେଳେ ମନୁଷ୍ୟ ଦେଖିପାରେ, କିନ୍ତୁ ପେଚାର ସେତେବେଳେ ଅନ୍ଧକାର। ରାତିରେ ପେଚା ଦେଖିପାରେ, କିନ୍ତୁ ମନୁଷ୍ୟ ଦେଖିପାରେ ନାହିଁ। ଏ ଦୁଇଟା କଥା ଆପଣ ଟିକେ ଭଲ ଭାବରେ ଦେଖନ୍ତୁ। ଦିନରେ ମନୁଷ୍ୟ ଦେଖିପାରେ, କିନ୍ତୁ ପେଚା ସେତେବେଳେ ଦେଖିପାରେନି, ତା ପାଇଁ ସେଟା ଅନ୍ଧକାର। କିନ୍ତୁ ରାତିରେ ପେଚା ଦେଖିପାରେ, କିନ୍ତୁ ମନୁଷ୍ୟ ଦେଖିପାରେ ନାହିଁ। ସେମିତି ଇନ୍ଦ୍ରିୟାସକ୍ତ ଲୋକେ ବିଷୟ ଜଞ୍ଜାଳରେ ଲିପ୍ତ ରହିଥିବାରୁ ବ୍ରହ୍ମ ଆତ୍ମଦର୍ଶନ କରିପାରନ୍ତି ନାହିଁ। କିନ୍ତୁ ଇନ୍ଦ୍ରିୟ ଯାହାର ଅଧୀନ, ସେପରି ସଂଯମୀ ମୁନି ଋଷିମାନେ ଆତ୍ମଦର୍ଶନ କରିପାରନ୍ତି। ବନ୍ଧୁ ଜଣେ ପଚାରିଲେ, ଭଗବାନ ଅଛନ୍ତି? ମୁଁ କହିଲି ହଁ ନିଶ୍ଚିତ। ସେ ମୋତେ କହିଲେ କେଉଁଠି ଦେଖେଇ ଦେଉନ, ମୋତେ ଦେଖେଇ ପାରିବ? ମୁଁ କହିଲି ହଁ, ନା ଦେଖେଇ ଦିଅ। ଠିକ୍ ସେଇ କଥା ଗୁରୁଦେବ ରାମକୃଷ୍ଣ ପରମହଂସ ବିବେକାନନ୍ଦଙ୍କୁ ସେଇ କଥା କହିଥିଲେ। ସେଇ ଉଦାହରଣଟି ତାଙ୍କ ପାଖରେ ମୁଁ ଉପସ୍ଥାପନ କଲି। ବିବେକାନନ୍ଦ ଯେତେବେଳେ ପଚାରିଛନ୍ତି, ମୋତେ ତମେ ମାଆଙ୍କୁ ଦେଖେଇ ଦିଅ, କହୁଛ ଏଠି ମା ଅଛନ୍ତି ନା ହଁ, ଏ ଏଇ ମୂର୍ତ୍ତିରେ ଅଛନ୍ତି ନା ହଁ, ନା ଏଇ କାଠ, ଏଇ ପଥର, ଏଇ ଯେଉଁ ମୂର୍ତ୍ତି, ଏଇସବୁ ମୂର୍ତ୍ତି ମାନଙ୍କରେ ଶକ୍ତି ଦେବୀ ଅଛନ୍ତି ନା ହଁ, ନା ମୋତେ ଦେଖେଇ ଦେଉନ, ସେ ଶକ୍ତିକୁ ମୋତେ ଦେଖେଇ ଦିଅ। ରାମକୃଷ୍ଣ ପରମହଂସ ଗୋଟିଏ କାଚ ଗ୍ଲାସରେ କ୍ଷୀର ଗ୍ଲାସଟି ଆଣିକି ଆସିଲେ। ଗାଈ କ୍ଷୀର ଆଣିକି ଆସିଲା ପରେ ବିବେକାନନ୍ଦଙ୍କୁ କହିଲେ, ଇଏ କ'ଣ? ନା ଇଏ ତ ଗାଈ କ୍ଷୀର ଭଳି ମନେ ହେଉଛି। ନା ହଁ, ଗୋଦୁଗ୍ଧ। ନା ହଁ, କ'ଣ କହୁଛନ୍ତି? ନା ଏ ଭିତରେ ଘିଅ ଅଛି? ଟିକେ ଭାବିଲେ ବିବେକାନନ୍ଦ କହିଲେ, ହଁ ଅଛି। ନା ମୋତେ ଗୋଟେ ଦେଖେଇ ଦେଉନ। ନା ଦେଖିବି କେମିତି? ତାକୁ ଦହି କରିବାକୁ ପଡ଼ିବ, ମନ୍ଥନ କରିବାକୁ ପଡ଼ିବ, ଲହୁଣୀ ବାହାରିବ, ଲହୁଣୀକୁ ମାରିଲେ ଘିଅ ବାହାରିବ। ଆହା, କଥା ସେଇଠି। ତେଣୁ ଯେଉଁଭଳି ଭାବରେ କ୍ଷୀରକୁ ଦଧିରେ ରୂପାନ୍ତରିତ କରି ତାପରେ ମନ୍ଥନ କରି ଲହୁଣୀ କାଢ଼ି ତାକୁ ଅଗ୍ନିରେ ସିଦ୍ଧ କଲେ ଘୃତ ବାହାରେ, ଠିକ୍ ସେଇଭଳି ଭାବରେ ଏଇଭଳି ପ୍ରକ୍ରିୟା ଦ୍ୱାରା ମନକୁ ସ୍ଥିର କଲେ ଭଗବାନଙ୍କର ଦର୍ଶନ ସମ୍ଭବ। ଆମେମାନେ ଭଗବାନଙ୍କ ସତ୍ତାକୁ ଉପଲବ୍ଧି କରିବାକୁ ପଡ଼ିବ। କ୍ଷୀରକୁ ଦଧିରେ ରୂପାନ୍ତରିତ କରି ମନ୍ଥନ କରି ତାର ନିର୍ଯାସକୁ ଅଗ୍ନିରେ ସିଦ୍ଧ କଲେ ଯେଉଁଭଳି ଭାବରେ କୃତ ପାଇଥାଏ, ଠିକ୍ ସେଇଭଳି ଭାବରେ ଆମକୁ
ଭଗବାନ ସ୍ୱରୂପକୁ ଚିନ୍ତନ କରି ଆତ୍ମଦର୍ଶନ କରିବାକୁ ପଡ଼ିବ। ଏହା ହିଁ ଆଜିର ଉପସ୍ଥାପନ। ଆପଣମାନଙ୍କର ନିଶ୍ଚିତ ଭାବରେ କିଛି ସନ୍ଦେହକୁ ଦୂରୀଭୂତ କରିଛି ବୋଲି ଭାବି ନେଉଛି। ଆଶୀର୍ବାଦ ଭିକ୍ଷୁ ଚନ୍ଦ୍ରଶେଖର। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜୟ ଜଗନ୍ନାଥ।